ବିଜେଡିର ପୁଣି ନମ୍ବର 9 ଥ୍ୟୋରୀ। ଦଳ ବର୍ତ୍ତମାନ ସୁଦ୍ଧା 5ଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଥିଲେ ବି ସବୁ ଘୋଷଣାରେ ନମ୍ବର 9 ଉପରେ ଗୁରୁତ୍ୱ ଦିଆଯାଇଛି। ଆଜି ବି ଦଳ 9 ଜଣ ପ୍ରାର୍ଥୀଙ୍କର ନାଁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ 72 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା। 7ରେ 2 ମିଶାଇଲେ ଫଳ ଆସୁଛି 9। ସେହିପରି ପ୍ରଥମ ପର୍ଯ୍ୟାୟରେ 9 ସାଂସଦଙ୍କ ନାଁ ବି ଘୋଷଣା ହେଲା। ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ଆସନ ପାଇଁ 27 ପ୍ରାର୍ଥୀଙ୍କର ନାଁ ଘୋଷଣା କଲା। ଏଠି ବି ଫଳ 2ରେ 7 ମିଶିଲେ 9। ସେହିପରି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବିଜେଡି 9ଟି ଲେଖାଏଁ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କର ଘୋଷଣା କରିଥିଲା। ମୋଟ 4ଟି ପର୍ଯ୍ୟାୟରେ ଦଳ 117 ଆସନରେ ପ୍ରାର୍ଥୀ ଦେଇଥିଲା। 117ର ସବୁ ଅଙ୍କ ଘରକୁ ମିଶାଇଲେ ବି ଫଳ ଆସୁଛି 9। ତେବେ ଏବେ ପଞ୍ଚମ ପର୍ଯ୍ୟାୟରେ ବି ଦଳ 9ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏହା ସହିତ ବର୍ତ୍ତମାନ ସୁଦ୍ଧା ବିଜେଡି ଘୋଷଣା କରିଥିବା ମୋଟ ଆସନ ସଂଖ୍ୟା ହେଉଛି 126। ତେବେ 126ର ସମସ୍ତ ଘର ସଂଖ୍ୟା ମିଶାଇଲେ 9 ହେଉଛି। ତେବେ ମୋଟାମୋଟି କହିବାକୁ ଗଲେ ଆଜି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏହି ପର୍ଯ୍ୟାୟରେ 9 ଜଣଙ୍କ ପ୍ରାର୍ଥୀଙ୍କର ନାଁ ଘୋଷଣା ହୋଇଥିବା ବେଳେ 2 ପ୍ରାର୍ଥୀଙ୍କର ଆସନ ଅଦଳ ବଦଳ କରିଛି ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ଆସନରୁ ଲଢ଼ିବେ। ପଶ୍ଚିମକୁ ଫୋକସ୍ କରିବା ପାଇଁ ନବୀନ କଣ୍ଟାବାଞ୍ଜି ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତେବେ 2ଟି ଆସନ ସମ୍ବଲପୁର ଓ ରେଢ଼ାଖୋଲରେ ପ୍ରାର୍ଥୀ ଅଦଳ ବଦଳ କରିଛି ଦଳ। ସମ୍ବଲପୁରରେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ରେଢ଼ାଖୋଲରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଅନ୍ୟପଟେ ଚିତ୍ରକୋଣ୍ଡା ଆସନରୁ ଲକ୍ଷ୍ମୀପ୍ରିୟା ନାୟକ, ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିୟା, ଦେବଗଡ଼ରୁ ଅରୁନ୍ଧତୀ ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂ, ନିମାପଡ଼ାରୁ ଦିଲ୍ଲୀପ ନାୟକ, ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ଟିକେଟ୍ ଦେଇଛି ବିଜେଡି। ତେବେ ନିମାପଡ଼ାରୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ଦାସଙ୍କର ଟିକେଟ୍ କାଟିଛି ଦଳ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଟୁଡେ।